ବାବୁସାନଙ୍କ ଘରେ ନଜର ଆସିଛନ୍ତି ଝିଲିକ ଭଟ୍ଟାଚାର୍ଯ୍ୟ ଓ ତାଙ୍କର 2 ଜଣ କୁନି ଝିଅ। ତାହେଲେ ପ୍ରଥମ ଥର ପାଇଁ ବାବୁସାନଙ୍କ ଘରକୁ ଯାଇଥିବାର ନଜର ଆସିଛନ୍ତି ଝିଲିକ ଭଟ୍ଟାଚାର୍ଯ୍ୟ। ନିଜର 2 ଝିଅଙ୍କ ସହିତ ବାବୁସାନଙ୍କ ଘରେ ବହୁତ ସାରା ସମୟ ମଜାମସ୍ତି କରୁଥିବାର ନଜର ଆସିଛନ୍ତି। ଗତ ଦିନମାନଙ୍କରେ ବାବୁସାନଙ୍କ ସହିତ ଝିଲିକ ଭଟ୍ଟାଚାର୍ଯ୍ୟ ବହୁତ ସାରା ସିନେମାରେ ଅଭିନୟ କରିଛନ୍ତି, ଯାହାକି ସାରା ଓଡ଼ିଶାର ଲୋକମାନଙ୍କୁ ବେଶ ଅଧିକ ପସନ୍ଦ ଆସିଛି। ତ ଏବେ ବାବୁସାନ ମହାନ୍ତି ଓଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜର ଅଭିନୟ କ୍ୟାରିୟର ଚାଲୁ ରଖିଥିଲା ବେଳେ ଝିଲିକ ଭଟ୍ଟାଚାର୍ଯ୍ୟ କିନ୍ତୁ ଆଉ ଓଡ଼ିଆ ସିନେମାରେ ହିରୋଇନ୍ ହେଉଥିବାର ନଜର ଆସିନାହାନ୍ତି। ଝିଲିକ ଭଟ୍ଟାଚାର୍ଯ୍ୟ ନିଜର 2 ଝିଅ ଓ ଘର ସଂସାରକୁ ସମ୍ଭାଳୁଥିବାର ନଜର ଆସିଛନ୍ତି। ଆଉ ଏହି କାରଣରୁ ସେ ନିଜ ପ୍ରତି ଧ୍ୟାନ ଦେଇପାରୁନାହାନ୍ତି। ତେଣୁକରି ତାଙ୍କର ଫିଗର ଏବେ ବହୁତ ମୋଟା ହୋଇଯାଇଛି। ତେଣୁକରି ସେ ଆଉ ଏବେ ହିରୋଇନ୍ ହୋଇପାରୁନାହାନ୍ତି। ଗତ ଦିନମାନଙ୍କରେ ବାବୁସାନଙ୍କ ସହିତ ସିନେମାରେ ଅଭିନୟ କରି ସାରା ଓଡ଼ିଶାର ଲୋକମାନଙ୍କୁ ବେଶ ଅଧିକ ନିଜ ଆଡ଼କୁ ଆକୃଷ୍ଟ କରିବାରେ ସଫଳ ହୋଇପାରିଥିଲେ ଝିଲିକ ଭଟ୍ଟାଚାର୍ଯ୍ୟ। ତାହେଲେ ଝିଲିକ ଭଟ୍ଟାଚାର୍ଯ୍ୟ ଓ ବାବୁସାନଙ୍କ ଯୋଡ଼ିରେ ବହୁତ ସାରା ଚଳଚ୍ଚିତ୍ର ଗୁଡ଼ିକ ଆପଣମାନେ ନିଶ୍ଚିନ୍ତ ଭାବରେ ଦେଖିଥିବେ। ତ ବର୍ତ୍ତମାନ ସମୟରେ ପୁରୁଣା ଦିନର ସ୍ମୃତିକୁ ମନେ ପକାଇ ବାବୁସାନଙ୍କ ଘରକୁ ଯାଇଥିଲେ ଝିଲିକ ଭଟ୍ଟାଚାର୍ଯ୍ୟ। ଆଉ ସେଠାରେ ବହୁତ ସାରା ମଜାମସ୍ତି କରିଥିବାର ନଜର ଆସିଥିଲେ। ତ ଆପଣମାନେ ଜାଣିଥିବେ ଗତ ଦିନମାନଙ୍କରେ ବାବୁସାନଙ୍କର ବାହାଘର ହୋଇଯାଇଛି। ବାବୁସାନଙ୍କର ଗୋଟିଏ ପୁତ୍ର ସନ୍ତାନ ଅଛନ୍ତି। କୁନି ପୁଅଙ୍କୁ ଏବେ ପ୍ରାୟ 2 ବର୍ଷ ହୋଇଯାଇଛି। ତାହେଲେ ବାବୁସାନଙ୍କ ପୁଅଙ୍କ ସହିତ ଝିଲିକଙ୍କ 2 ଝିଅ ଖେଳୁଥିବାର ନଜର ଆସିଛନ୍ତି। ଆଉ ସମସ୍ତେ ଏହି ସମୟକୁ ବହୁତ ଏନ୍ଜୟ କରୁଥିବାର ଦେଖାଦେଇଛନ୍ତି। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ ବାବୁସାନ ଓ ଝିଲିକଙ୍କ ଯୋଡ଼ିରେ ଅଭିନୟ କରିଥିବା ସିନେମା ଗୁଡ଼ିକ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ।